ପ୍ରଚୁର ପୂଜା କାର୍ଯ୍ୟ ସରିଲେଣି। ଛେରା ପହଁରା କାର୍ଯ୍ୟକ୍ରମ ଏବେ ଚାଲୁଅଛି। ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ମନ୍ଦିରରୁ ଛେରା ପହଁରା ହେଇ ରଥକୁ ବିଜେ କରୁଛନ୍ତି। ଏ ବର୍ଷ ବିଶାଖାପାଟଣାଠାରେ ଉତ୍କଳ ସମାଜର ସମସ୍ତ କାର୍ଯ୍ୟକର୍ତ୍ତା ଜଗନ୍ନାଥ ଭକ୍ତମାନେ ଅତି ଆନନ୍ଦ ଉତ୍ସାହର ସହିତ ଛେରା ପହଁରା କରୁଛନ୍ତି। ପ୍ରଭୁ ଜଗନ୍ନାଥଙ୍କର ଆପଣ ଲକ୍ଷ୍ୟ କରିପାରୁଥିବେ ସମସ୍ତେ ପ୍ରସ୍ତୁତ, ରଥ ପ୍ରସ୍ତୁତ ଏବଂ ରଥ ବି ପ୍ରସ୍ତୁତ। ଦେଖନ୍ତୁ ଓଡ଼ିଶୀ ନାଚ ସମସ୍ତେ ଭକ୍ତି ଭାବରେ ବିଭୋର। ଏବେ ରାଜା ଆସିବେ, ଆମେ ଯାହାକୁ ରାଜା ଭାବେ ଚୟନ କରିଛୁ ଯେ ଜେକେ ନାୟକ ସାର୍, ସେ ଦେଖନ୍ତୁ ଛେରା ପହଁରାରେ ଆସୁଛନ୍ତି। ଏବେ ରଥକୁ ଛେରା ପହଁରା କଲା ପରେ ରଥ ଆଗକୁ ଗଡ଼ିବ। ଦେଖନ୍ତୁ ମୁଁ ମଧ୍ୟ ଅଛି, ଆମର ଜାଗ୍ରତ ପୁଲିସ ଭାଇମାନେ ସୁରକ୍ଷା ପ୍ରଦାନ କରୁଛନ୍ତି ଏବଂ ଆମର ସବୁ ସ୍ୱେଚ୍ଛାସେବୀମାନେ ରଥକୁ ଆଗେଇ ନେଉଛନ୍ତି ମାଉସୀ ମା ମନ୍ଦିର। ଇଏ ହେଉଛି ଶ୍ରୀପୁର ଆର୍କେ ବିଚ୍ ଠାରେ ଜଗନ୍ନାଥ ମନ୍ଦିର ଅଛି। ସେଠାରୁ ପ୍ରାୟ 5 କିଲୋମିଟର ଦୂର ବାଇସନ ୱେ ଅଛି, ସେଇଠି ଆମର ମାଉସୀ ମା ମନ୍ଦିର ଅଛି। ଆମର ଯେଉଁ ଭକ୍ତ ଭାଇ ଭଉଣୀମାନଙ୍କୁ ସେଇଟା ମହାନ ସେବା ଆମର ସମାଜ ପାଇଁ ମାରଣୀ ସମାଜ ଜଳସ୍ତର ନେଇଛନ୍ତି। ସେଟା ଗ୍ରହଣ କରୁଛେ ଦେଖନ୍ତୁ ଭାଇଜାଗର ଏ ତେଲୁଗୁ ରାଜ୍ୟରେ ଶହ ଶହ ହଜାର ହଜାର ଜଗନ୍ନାଥ ଭକ୍ତ ଜୟ ଜଗନ୍ନାଥ ଧ୍ୱନିରେ ପୁରା ପ୍ରକମ୍ପିତ ହେଉଛି ଚାରିଆଡ଼। ପ୍ରଭୁ ଏବେ ମାଉସୀ ମା ମନ୍ଦିରରେ ପହଞ୍ଚିଗଲେଣି। ଦେଖନ୍ତୁ ଭକ୍ତ ସମସ୍ତେ କେମିତି ଆତୁର ହେଇକରି ଅଛନ୍ତି କାଳିଆ ସାଆନ୍ତ ବା କାଳିଆ ଜଗା ସାଆନ୍ତକୁ ଦେଖିବା ପାଇଁ। ଏବେ ଛେରା ପହଁରା ଆରମ୍ଭ ହେବ। ଏବେ ମାଉସୀ ମା ମନ୍ଦିରକୁ ଯିବେ। ସମସ୍ତଙ୍କର ହୃଦୟ ବର୍ତ୍ତମାନ ଜଗନ୍ନାଥଙ୍କ ଧ୍ୱନିରେ କମ୍ପି ଉଠୁଛି। ସତରେ ଯେକୌଣସି ବିଶ୍ୱର କୋଣ ଅନୁକୋଣରେ ସବୁଆଡ଼େ ପ୍ରଭୁ ଜଗନ୍ନାଥଙ୍କ ଏ ନୀଳାମୟ ରଥଯାତ୍ରା ଅତି ଖୁସିରେ, ଅତି ଆଗ୍ରହରେ, ଭକ୍ତିପୂର୍ଣ୍ଣ ପରିବେଶରେ ସବୁ ଚାଲିଛି। ଏବେ ଦେଖନ୍ତୁ ପ୍ରଭୁ ବଳଭଦ୍ର ବଡ଼ ଠାକୁରଙ୍କର ପହଣ୍ଡି ବିଜେ ହେଉଛି, ତାପରେ ମା ସୁଭଦ୍ରାଙ୍କ ହେବ, ତାପରେ ପଛେ ପଛେ କାଳିଆ ସାଆନ୍ତ ଜୟ ଜଗନ୍ନାଥ କାଳିଆ ଠାକୁରଙ୍କର ପହଣ୍ଡି ବିଜେ ହେବ। ଆପଣ ପହଣ୍ଡି ବିଜୟର ଦୃଶ୍ୟକୁ ଭକ୍ତିପୂର୍ଣ୍ଣ ଭାବରେ, ଆନନ୍ଦ ଭାବରେ ଦିବ୍ୟ ଦର୍ଶନ କରନ୍ତୁ।
ଜଗନ୍ନାଥ ସଂସ୍କୃତିରେ ବହୁତ ହି ସୁନ୍ଦର କାହାଣୀଟିଏ ଅଛି। ଯେତେବେଳେ ଭାଇ ଭଉଣୀମାନେ ମାଉସୀ ମା ମନ୍ଦିରକୁ ପ୍ରଭୁ ଜଗନ୍ନାଥ ପଳେଇ ଆସିଲେ ବଡ଼ ଦେଉଳରୁ, ମା ଲକ୍ଷ୍ମୀ ଠାକୁରାଣୀ ରାଗିଲେ, ମୋତେ ସାଙ୍ଗରେ ନେଲ ନାହିଁ କାହିଁକି? ସେଥିପାଇଁ ଜଗନ୍ନାଥ ପ୍ରଭୁ କହିଲେ, ଆରେ ପରା ଦେଢ଼ଶୁର ପରା ହେବେ ଭାଇ ବଳଭଦ୍ର, ତମେ ଆମ ସାଥିରେ କେମିତି ଯିବ? ସେଥିପାଇଁ ମହାଲକ୍ଷ୍ମୀ ରାଗି କରିକିରି ମାଉସୀ ମା ମନ୍ଦିରକୁ ଯାଇଥିଲେ ଏବଂ ରଥ କାଠ ଯେଉଁ ଭାଙ୍ଗି ଦେଇଥିଲେ, ରଥକୁ ଟିକେ ଭାଙ୍ଗି ଦେଇଥିଲେ। ତାପରେ ଦେଖନ୍ତୁ ଲକ୍ଷ୍ମୀ ମା ଫେରି ଯାଉଛନ୍ତି। ସେହି ଲକ୍ଷ୍ମୀ ମାତା ବର୍ତ୍ତମାନ ଆମର ପ୍ରଭୁ ଜଗନ୍ନାଥଙ୍କୁ ସ୍ୱାଗତ କରିବେ ଏବଂ ମାନେ ମନ୍ଦିରକୁ ଆସିବା ପାଇଁ ନିମନ୍ତ୍ରଣ କରିବେ। ରସଗୋଲାର ଉତ୍ପତ୍ତି ଏହି ଜଗନ୍ନାଥ ସଂସ୍କୃତି ପ୍ରଭୁ ବଡ଼ ଦେଉଳ ଶ୍ରୀ ଦେଉଳରୁ ଜଣାପଡ଼ିଥାଏ। ଦେଖନ୍ତୁ କାଳିଆ ଠାକୁରଙ୍କୁ କିପରି ରସଗୋଲା ଭୋଗ କରିବେ। ରସଗୋଲା ପ୍ରଭୁ ବର୍ତ୍ତମାନ ଖାଇକିରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ।